हरेर नामैव केवलम् हरेर नामैव केवलम् हरेर नामैव केवलम् कलौ नास्त्यैव 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 गतिरन्यथा। ये कथा पदक महाप्रभु चैतन्य ही ये कथाटी को समग्र मानव समाज पाई आदेश देइथिले बा प्रचार करते। प्रकृत रे सी 500 केते वर्ष तले ये पृथ्वी आविर्भाव हेले सेतेबेले रास्ता पोल एते गाड़ी माने ये सब किछि प्राय नथिला। आपण माने भी सब जानिचंती आमे भी जानिछु। यही राहामा हाट को बा तेरमाणपुर नृसिंह दर्शन को जितेबले आमे आसुथिलु अति पिला बेले सेतेबले दुई दुईटी नई पारी हवाक पड़ुथला एवं कच्चा रास्ता माटी रास्ता आम सब आसु। किंतु आज जो भली भावरे आम समाजर द्रुत उन्नति चली 30-40 वर्ष पर को जदि आप भाविबे से दुनिया वर्तमान परिवर्तन है। यही प्रांतर रे कॉलेज नथिला एते अनुष्ठान मध्य हो नथिला किंतु आज ये पड़िया रे बोधे सबु बेले किछि ना किछि कार्यक्रम चली। जेते थर कार्यक्रम जो माने भी करती से माने पड़िया को खोजती किंतु पड़ियार विभिन्न कार्यक्रम थिबारु मु मना करी दिए किंतु मोर शुभेच्छा कारण भल कार्यक्रम को आम शुभेच्छा जनइबानी को कार्यक्रम को आम जनइबा। तेणु से जहा हो अतीत को आम स्मरण करी वर्तमान को आम सब बेले समीक्षा करबा उचित। वर्तमान गोटे कथा मु आपनको कहूची विश्व वर्तमान ध्वंसास्त्र पूर्ण हो गई। वर्तमान विश्व रे चारिआडे अशांति आउ युद्ध किभली भाव में गोटे देश आउ गोटे देश को ध्वंस करिवो यही भलिया प्रतिज्ञापूर्ण बाणी सब वर्तमान चली। ये विश्वटा कहा बापार कहा बापा गढ़ी जो माने आज विश्वर ध्वंस पाई ध्वंसास्त्र सृष्टि करुचंती तांको बापा अजा 14 पुरुष किए विश्व को तैयारी करना। विश्वपति जी संसार सर्वशक्तिमान ये विश्व को सी तैयारी तांको इच्छा विहीन बा इच्छा नथिले ये विश्व को कई ध्वंस करी पारिबे। तेणु मोटामोटी आमे
ଭାରତର ଏଇ ମହାନ ରାଜ୍ୟ ଉତ୍କଳରେ ଆମ ଜନ୍ମ। ସେ ଉତ୍କଳରେ କଳା କୌଶଳ ବହୁତ କଥା ଅଛି, ସେ କଥାକୁ ତ ଆପଣମାନେ ଜାଣିଛନ୍ତି। ଏ ତ ଶିକ୍ଷାବିତ ଅଞ୍ଚଳ, କିନ୍ତୁ ଉତ୍କଳ ଆଜି ଧନ୍ୟ ହେଇଛି। ଆମେ ସେଥିପାଇଁ ସମସ୍ତେ ଗର୍ବିତ। ଆମର ପରିଚୟ ହେଉଛନ୍ତି ପ୍ରଭୁ ଜଗନ୍ନାଥ। ଜଗନ୍ନାଥଙ୍କ ପାଇଁ ଆଜି ଆମେ ଭାରତ ବର୍ଷରେ ସୁପରିଚିତ, ଭାରତ ବାହାରେ ମଧ୍ୟ ସୁପରିଚିତ। ଆପଣ ଦେଖିବେ କିଛି ବର୍ଷ ତଳେ ମନ୍ଦିର ତୋଳା ହେଉଥିଲା, ଅନେକ ପ୍ରକାରର ମନ୍ଦିର, କିନ୍ତୁ ବର୍ତ୍ତମାନ ଆପଣ ଦେଖନ୍ତୁ ସମଗ୍ର ପୃଥିବୀରେ ଆଜି ଜଗନ୍ନାଥଙ୍କ ମନ୍ଦିର ପ୍ରାୟ ସମସ୍ତେ ତିଆରି କରୁଛନ୍ତି। ଜଗନ୍ନାଥ ବର୍ତ୍ତମାନ ବିଶ୍ୱବନ୍ଦ୍ୟ। ଆମେ କହୁଥିଲୁ ବିଶ୍ୱବନ୍ଦ୍ୟ, କିନ୍ତୁ ବର୍ତ୍ତମାନ ଜୟ ଜଗନ୍ନାଥ ଧ୍ୱନି ବା ବିଶ୍ୱର ଶାନ୍ତି ଉଦ୍ଦେଶ୍ୟରେ ଆଜି ଜଗନ୍ନାଥ ବିଶ୍ୱର ସବୁ ଦେଶରେ ପୂଜା କରୁଛନ୍ତି। ଓଡ଼ିଶା ମାଟିରେ ପୂର୍ବରୁ ଯେଉଁ ମହାପୁରୁଷ ମାନେ ଜନ୍ମ ନେଇଥିଲେ, ସେମାନେ ଆଜି ବି ଯେଉଁମାନେ ଜନ୍ମ ନେଇଛନ୍ତି, ସେମାନେ ମଧ୍ୟ ଆମେ ଯାହା କହୁ ସେ କଥା ଭିତରେ ଗୋଟେ ଶବ୍ଦ ନିଶ୍ଚୟ ରହିବ, ଜଗନ୍ନାଥ। ଇଏ ଗୋଟିଏ ଶବ୍ଦ ସମସ୍ତଙ୍କ ପାଖରେ ଅଛି। ତେଣୁ ସଜ୍ଜନ, ଏଇ ଯେଉଁ ଜଗନ୍ନାଥ, ଆମେ ତ ବିଭିନ୍ନ ପ୍ରକାରର ନାମ ସବୁ କରୁଛୁ। ଆମର ଏଠି ଚାଲିଛନ୍ତି ବଡ଼ ବାବାଜୀ ରାଧାରମଣ ଦେବଙ୍କର ଆଦେଶରେ ଯେଉଁ ନାମଟି ପ୍ରଚାର ହେଇଥିଲା, ସେଇ ନାମଟି ଏଠି କରାଯାଉଛି। ଭଜ ନିତାଇ ଗୌର ରାଧେ ଶ୍ୟାମ ଜପ ହରେ କୃଷ୍ଣ ହରେ ରାମ। ଏ ନାମଟି ଏଠି ହଉଛି, ଆମେ ବି କରୁଛୁ, ବିଭିନ୍ନ ସ୍ଥାନରେ ନାମ ବି ହଉଛି। କିନ୍ତୁ ଇଏ ନାମ ପ୍ରଚାର ପୂର୍ବରୁ ଆଉ ଯେଉଁ ନାମଟି ଆମେ କରୁଥିଲୁ, ସିଏ ହେଉଛନ୍ତି ତାରକ ବ୍ରହ୍ମ ନାମ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ସେହିପରି ଭାବରେ ବିଭିନ୍ନ ମହାପୁରୁଷ ମାନେ ସେମାନେ ବିଭିନ୍ନ ପ୍ରକାର ନାମ ପ୍ରଚାର କଲେ। ଚୈତନ୍ୟଙ୍କର କଥା ବା ନିତାଇ ଗୌରାଙ୍ଗଙ୍କର କଥାକୁ କିଏ କହୁ ବା ନ କହୁ, କିନ୍ତୁ ନାମ ସଂକୀର୍ତ୍ତନ ସବୁ ଜାଗାରେ ପ୍ରତିଷ୍ଠା ଲାଭ କରିଛି। ବାୟାଙ୍କ ପାଇଁ ଯେମିତି ବାୟାଙ୍କର ଆଶ୍ରମରେ ଯେମିତି ନାମ ଚାଲିଛନ୍ତି, ଅଖଣ୍ଡ ନାମ ସଂକୀର୍ତ୍ତନ ଚାଲିଛନ୍ତି, ଭଜ ନିତାଇ ଗୌର ଏଇ ନାମଟି, ସେମିତି ଆମର ଠାକୁର ଅଭିରାମ ପରମହଂସ ଏ ଓଡ଼ିଶାର ଜଣେ ସୁନାମଧନ୍ୟ ମହାପୁରୁଷ, ସିଏ ଗୋଟିଏ ନାମ ତାଙ୍କ ଭକ୍ତମାନଙ୍କୁ ଦେଇଗଲେ। ସେ ନାମଟି ହେଉଛି ଭଜ ସତ୍ୟ
ଜଗନ୍ନାଥ ବ୍ରହ୍ମଚାରୀ ମୋର ଆଧ୍ୟାତ୍ମିକ ପିତା, ସିଏ ଯୋଉ ନାମଟି ପ୍ରଚାର କଲେ ସେ ନାମଟି ହଉଛନ୍ତି ଜୟ ଗୁରୁ ଜୟ ଗୁରୁ ଜଗନ୍ନାଥ। ଏଇଭଳି ଭାବରେ ସବୁ ମହାପୁରୁଷଙ୍କର ଗୋଟେ ଗୋଟେ ନାମ ଅଛି, କିନ୍ତୁ ମହାପ୍ରଭୁ ଚୈତନ୍ୟଙ୍କର ଦର୍ଶନ ଏ ଯୁଗ ପାଇଁ ନାମ ହିଁ ଶ୍ରେଷ୍ଠ। ସେ ଏକଥା କାହିଁକି କହିଲେ ତାକୁ ଆମେ ଭାବୁ, ଯେତେବେଳେ ଇଏ ସମାଜ ନିଶ୍ଚଳ ନୀରବ ଥିଲା ସେତେବେଳେ ମଣିଷ ଯୋଗ କରୁଥିଲା, ଧ୍ୟାନ କରୁଥିଲା, ଏମିତି ସବୁ କଥା ସେ କରୁଥିଲା। କିନ୍ତୁ ଯେତେବେଳେ ସମାଜରେ ଶବ୍ଦ ପ୍ରଦୂଷଣ ହେଲା, ରେଳ ଚାଲିଲା, ଗାଡ଼ି ମଟର ଚାଲିଲା, କେବଳ ଶବ୍ଦ ପ୍ରଦୂଷଣ ହେଲା, ତେଣୁ ମହାପ୍ରଭୁ ଚୈତନ୍ୟ ଗୋଟେ ଅବତାର ନେଲେ, ଯେଉଁ ଅବତାର ହେଉଛନ୍ତି ପ୍ରେମାବତାର। ସେ ହେଉଛନ୍ତି ପ୍ରେମର ଅବତାର। ସିଏ ଦେଖିଲେ ଯେ 500 ବର୍ଷ ପରେ ଯୋଉ ସମାଜ ଏ ପୃଥିବୀକି ଆସୁଛି ସେଠି କେବଳ ହା ହୋଲା ହିଁ ଚାଲିବ। ଆପଣ ଯୋଗ କରୁଛନ୍ତି, ଆପଣଙ୍କ ଯୋଗ କେମିତି ଭ୍ରଷ୍ଟ ହେବ ସେଥିପାଇଁ ଅନେକ ଶବ୍ଦ ଆପଣଙ୍କୁ ଶୁଭିବ, କିନ୍ତୁ ନାମ ଗୋଟିଏ ଏମିତି ଶବ୍ଦ ବା ଏମିତି ବାକ୍ୟ, ଯଦି ଆପଣ ମୃଦଙ୍ଗ ଗିନି କରତାଳ ଧରିକିରି ନାମ କରିବେ, ଏଇ ବାଟ ଦେଇ ଯଦି 100ଟା ଟ୍ରକ୍ ବି ଯାଏ ତାହେଲେ ସେ ଶବ୍ଦ ଆପଣଙ୍କୁ କିଛି ବିରକ୍ତି କରିବ ନାହିଁ। ସେଇଥିପାଇଁ ନାମକୁ ସେ ଗୁରୁତ୍ୱ ଦେଲେ। ଗୀତାରେ ମଧ୍ୟ ସେ କହିଲେ ସତତଂ କୀର୍ତ୍ତୟନ୍ତମା, ହେ ଅର୍ଜୁନ ତୁମେ କୀର୍ତ୍ତନ କର। କୀର୍ତ୍ତନକୁ ଓଲଟେଇ ଦେଲେ କଣ? ନର୍ତ୍ତକୀ। କୀର୍ତ୍ତନ ନର୍ତ୍ତକୀ। ନର୍ତ୍ତକୀ ଭାବରେ, ନର୍ତ୍ତକୀ ଯେମିତି ଲଜ୍ଜା ସଂକୋଚ ଦୂର କରି ସିଏ ତାର ମଞ୍ଚରେ ନାଚେ, ସେମିତି ତମେ ନାମ କଲା ବେଳେ 2 ହାତ ଟେକି ନାମ କର। ସେ କଥାକୁ ଅତି ବଡ଼ି ଜଗନ୍ନାଥ ଦାସ ଭାଗବତରେ ମଧ୍ୟ ସେ କହିଲେ, ଲଜ୍ଜା ସଂକୋଚ ଦୂର କରି ଯେତେବେଳେ ତୁମେ କୀର୍ତ୍ତନ କରିବ, ଏଇ ଯୋଉ ହାତ 2 ହାତକୁ ଟେକିକିରି କୀର୍ତ୍ତନ କରିବ, ଏଇ ମୁଦ୍ରାଟା ହଉଛି ଆତ୍ମସମର୍ପଣ ମୁଦ୍ରା। ଆପଣ ଦେଖିବେ ଜଗନ୍ନାଥଙ୍କ ଦର୍ଶନକୁ ଯୋଉମାନେ ଯାଆନ୍ତି, ପୁରୁଣା ଲୋକମାନଙ୍କର ଏ ଅଭ୍ୟାସ ଆଜି ବି ଅଛି, ସେ 2 ହାତ ଟେକିକିରି
से जगा बलिया दर्शन करते। ये हूँ समर्पण मुद्रा। जेतबेले द्रौपदी जने राजा घर बोहू, आज भी समाज में सही कथा ही चली। ये राजा घर बोहू को ता इज्जत महत्व नवापी गोटे अहंकारी बा अभिमानी लोक जार नाम होची दुर्योधन, सी ता भाई दुशासन को माने इंगित करुची तमे द्रौपदीर शाढ़ी की टाणी दियो, ताकू उल्लग्न कर दियो। देखंतु से जुगर कथा आज भी घटुची। आज आपण माने आपणकर पत्र पत्रिका माध्यम चैनल माध्यम जानुचंती आज समाज रे सेटा बहुत बेसी हो गला। जेतेबेले द्रौपदी समस्त को डाकिले, आगे मनीष को डाकिले, धृतराष्ट्र को डाकिले, विदुर को डाकिले, आउ सब कृपाचार्य को डाकिले, समस्त को डाकिले, किंतु कई कथा शुणिले। जदिओ शुणिले से मस्तक अवन्नत कर बसिले। शेष से कौन कले, निजे चाहिए जे तांको लज्जा को से रखिबा पे। जेतेबेले द्रौपदी देखुचंती मु आउ मोर भी बल नहीं कि मोर से शक्ति नहीं, मु निजको रखी पारिबी, से तापर दुई हाथ टेकी देला। यही जो दुई हाथ टेकिले से कौन कौन भाविक टेकिले। हे कृष्ण करुणा सिंधु एड़े बड़ श्लोक से जमा पढ़ी नी आम गोटे शिखीचु बोली कहीदेलु। तेरे कृष्ण को डाकिले आम महापुरुष अच्युतानंद केते सुंदर भाव से कथा को कहले। द्रौपदी कौन डाकिले, रखिले रख जगन्नाथ गोटे भाव रहिला। से भावटी होउची हे कृष्ण तुम्हें दीन बंधु, तुम सबू किसी वर्तमान दुशासन मध्य विभूषण करने को लगी। दुर्योधन आदेश कर मत रक्षा करने कई नहीं। तुम्हें जो थाओ शून्य थाओ कि मर्त्य थाओ कि द्वारिका थाओ, काली जिते तुम्हें शुणव
द्रौपदी गुरु सभा तले এইভাবে ভাবে তাকে বিবর্ষণ করা যাইছে। তমে যদি মন দুঃখ করিবনি ওটা দ্রৌপদী বিবর্ষণ হেলে এমনি যদি ভাবিব তাহলে মোর भी দুঃখ নাই। যদি তমে যদি মো পাই ব্যস্ত হবনি তাহলে মু কাই ব্যস্ত এତିকি কহিকি সে দুই হাত যেতবে টেকি যাইଛନ୍ତି সেই মহাপুରୁଷ ଆଉ ଗୋଟେ ଭଲ ପଦ ଲେଖିଛନ୍ତି ଆମ ସମସ୍ତଙ୍କ ତୁମେ ଯେବେ କୃପା କରିବ ମୋତେ ଥିବ ଆପରି ଉଦାନ୍ତ କରିବ पद्धति केते विश्वासर कथा दृढ़ भक्ति। हे कृष्ण तमे जदि मते कृपा करिव कहार एडे बड़ क्षमता अछि मते से विमर्शन करिदो। ये कथा जेतबेले आत्मसमर्पणर भाव केवल द्रौपदी नुहे आम समस्त यही भावटा अभाव होउची बोली आम कथा कहीं शुणुना। आमे बहुत मंदिर करुचु बहुत पूजा अर्चना करुचु किंतु प्रकृत में आमर से विश्वास नहीं। एथि आम विश्वास कौन केमितिकिया मु जहाँ भावे ये हूँ झंकर माँ शारदांकर अंचल। आमे गाधे पाधे जाई शारदा को डाकी शारदा पाखे पहुंची भोगराग करी पुरा चंदन सुंदर नाइकी जाए। आमे कौन बोली डाकिलु किछि मंत्र न जानी थिले भी खाली डाकिलु माँ। ये माँ खुशी है कि नहला आम भी से कथा कही पार किंतु आम घरे जो माँ की आई माँ अच्छा कथा टिके भी आम बुझुन सी भल पाइबा आम पाखे ना आम भावुँ जोटा तो मनीष कि शारदा पाखक जाइकरी माँ बोली कहू माँ सारला एते छोट मनार माँ नुहति आम जेमिति सेमति डाकिदेले सी आमको ओ बोली कहिब। तेणु सज्जन आमे जहाँ को माँ बोली कहूँ ता माने ती बुझीचु माँ की कौन माँ कहिले माटी धरित्री माटी माँ कहिले धरित्री माँ कहिले प्रकृति ग्रीष्म वर्षा शरत हेमंत शीत बसंत इत्यादि। माँ कहिले जन्मदात्री जहां को गर्भरु आमे जन्म हेलु। माँ कहिले गो माता अन्य के न मान आमे तो निश्चय मानियो आमे हिंदू आमे सनातनी आम पूर्वपुरुष माने मानी आमे भी मानी। तेणु गो माता
ମା କହିଲେ ଭାରତ ବର୍ଷରେ ପ୍ରବାହିତ ହେଉଥିବା ଚିରସ୍ରୋତା ଗଙ୍ଗା ମାତା। ଆମର ପରିଚୟ ଗଙ୍ଗା। ହିନ୍ଦୁ ସନାତନୀ ମଣିଷ ମାନଙ୍କର ଯେତେ ପରିଚୟ ଅଛି ଗଙ୍ଗା ହେଉଛନ୍ତି ଗୋଟେ ପରିଚୟ। ଗଙ୍ଗା ଗୋମାତା, ଧରିତ୍ରୀ, ଜନ୍ମଦାତ୍ରୀ, ପ୍ରକୃତି, ତାପରେ ବି ଆହୁରି ମା ଅଛନ୍ତି। ସେ ମା କିଏ? ମା କହିଲେ ମନ୍ତ୍ର। ସେ କୋଉ ମନ୍ତ୍ର? ଗାୟତ୍ରୀ ମନ୍ତ୍ର। ଆମେ କଣ ପ୍ରକୃତରେ ଯେତୋଟି ମା କଥା ଆମେ ଏଠି କହିଲେ କୋଉ ମା ଟିକେ ଆମେ ମାନୁଛୁ? ମା କହିଲେ ମୋ ଯୁକ୍ତ ଆ। ମୋ କଣ? ମସ୍ତିଷ୍କ। ଆ କଣ? ଆତ୍ମା। ତେବେ ଆତ୍ମାର ସ୍ଥାନ କେଉଁଠି? ହୃଦୟରେ। ଏରା ବେଶୀ କିଛି ମାନେ ବେଶୀ ଗୁଡାକ ବର୍ଣ୍ଣନା ତର୍ଣ୍ଣନା ଫଳକ ଫଳକ କିଛି ଦରକାର ନାହିଁ। ସିଧା ତଳକ କଥା। ମୁଁ ଗାଉଁଲି ଲୋକ, ଗାଉଁଲି ଭାଷାରେ କହିଦେଇ ପଡେ। ଆ କହିଲେ ଆତ୍ମା, ଆ କହିଲେ ଆତ୍ମୀୟ ସ୍ୱଜନ। ତାଙ୍କୁ ଯଦି ଆମେ ଭଲ ପାଇବୁ, ଗୋଟେ ମାର ମନ୍ଦିର କରିକିରି କଣ ସେ ମା ତମକୁ ବର ଦବ? ତେଣୁ ଆତ୍ମୀୟ ସ୍ୱଜନରେ ପ୍ରୀତି ରଖ। ସକାଳୁ ଉଠିବା ମାତ୍ରେ ହୃଦୟ କମଳକୁ ଚିନ୍ତନ କରି ଆତ୍ମଶକ୍ତିକୁ ପ୍ରଣାମ କର। ତେଣୁ ଆ କହିଲେ ହୃଦୟ, ମୋ କହିଲେ ମସ୍ତିଷ୍କ। ଆଚ୍ଛା, ଇଏ ମସ୍ତିଷ୍କଟାକୁ କଣ ଆମେ କେମିତି କଣ ଗୋଟା ମାନେ ତା ପ୍ରମାଣ କଣ? ଆଜି ଆମେ ମଙ୍ଗଳ ଗ୍ରହକୁ ଗଲୁଣୁ, କିଏ କହୁଛି ଆମେ ଚନ୍ଦ୍ର ମଣ୍ଡଳକୁ ଗଲୁଣୁ, ପୁଣି ଖବର ଆଇଲାଣି ଚନ୍ଦ୍ରମଣ୍ଡଳରେ କାଳେ ଜମି ସବୁ ବିକ୍ରି ହବ। ଆମେ ତ ଆମ ପାଖରେ ସେ ପଇସା ହବନି ନା, ଆମେ କିଣିବୁନି କି ତାକୁ ଦେଖି। ସେଠି କାଳେ ହୋଟେଲ କାଳେ ହବ, ସେ ଯାଇ ଏ ମଣିଷ ରହିବ। ଇଏ ସବୁ କଥା ସବୁ ବାହୁଲ୍ୟ କଥା ହେଇପାରେ, କିନ୍ତୁ ଆମେ ତ ଏପର୍ଯ୍ୟନ୍ତ ପୃଥିବୀ କି ଜାଣିପାରିଲୁନି, ଆଉ ଚନ୍ଦ୍ରମଣ୍ଡଳ ଯାଇ କଣଟା କର। ତେଣୁ ଇଏ ମୁଣ୍ଡ ଭିତରେ ଯୋଉ ଶକ୍ତି ରହିଛି, ସେଇ ଶକ୍ତି ଆଜି ଜ୍ଞାନ, ବିଜ୍ଞାନ, ଅଜ୍ଞାନ ସବୁଥିରେ ପୁରି ରହିଛି। କଣ ସେ ତିନୋଟି ମୁକ୍ତା ତା ଭିତରେ ଅଛି, ଏଇ ମୁଣ୍ଡ ଭିତରେ। ଆଉ ବିଜ୍ଞାନ ତାକୁ ଆହୁରି ବହୁତ ବଢିଆ କରି କହିଛି। ବୁଦ୍ଧି ବିବେକ ଜ୍ଞାନ ବିବେକ ଆଉ ଜ୍ଞାନ ରହିଛି, ଏଇ ତିନୋଟି ଯାକ ଶକ୍ତି ଆଜି ସମଗ୍ର ପୃଥିବୀକୁ ଚନ୍ଦ୍ରମଣ୍ଡଳ ମଙ୍ଗଳ ଗ୍ରହକୁ ନେଇଛି। ଆଜି କମ୍ପ୍ୟୁଟର ଯୁଗ ହେଇଛି, ଇଲେକ୍ଟ୍ରୋନିକ ପାୱାରର ଅଭ୍ୟୁଦୟ ହେଇଛି। ଇଏ ଯେତେ ନୂଆ ନୂଆ ଉଦ୍ଭାବନ ହେଇଛି, ଏଇ ନିକଟରେ ଯୋଉ କରୋନା ବୋଲି ମହାମାରୀ ଆସିଲା, ତା ପାଇଁ ଯୋଉ ପ୍ରତିକାର ଆସିଲା, ସେ
ତାକୁ ସବୁ କଲା କିଏ? କୌଣସି ବୈଜ୍ଞାନିକ ବା କୌଣସି ବ୍ୟକ୍ତିର ମସ୍ତିଷ୍କରୁ ସେ କଥାଟା ଆଇଲା। ଏଇ ଔଷଧ ଦିଅ, ଏମିତି ଟ୍ରିଟମେଣ୍ଟ। ସେ କଣ? ବୁଦ୍ଧି, ବିବେକ, ଜ୍ଞାନ। ଯାହାର ଏତିକି ନାହିଁ, ଲୋକେ କୁହନ୍ତି ତୋର କମନ ସେନ୍ସ ନାହିଁ। ସେଇ ଭାଗବତରେ ଆଉ ଗୋଟେ ସୁନ୍ଦର ପଦ ଅଛି, ବୁଦ୍ଧିକୁ କରି ଆଗୁ ସାର ବଳିଆ ହଉ ଯିଏ ହଉ, ଯଦି ଆମ ଭିତରେ ବୁଦ୍ଧିର ବିକାଶ ହବ ନାହିଁ, ତାହେଲେ ଆମ ମଣିଷ ପଣିଆ ଗଲା। ଏଇ ଆପଣମାନେ ରାସ୍ତାରେ ଗଲାବେଳେ ଆପଣମାନେ ବି ଲକ୍ଷ୍ୟ କରିଥିବେ, ଗୋଟେ ଛୋଟ ମୋଟ ଠାକୁ କଣ କହନ୍ତି, ମୁଁ ବି ତାକୁ ଭଲ କରି ଯୋଉ 2 ଚକିଆ ଗାଡି, ସେ 2 ଚକିଆ ଗାଡିରେ 3 ଜଣ 4 ଜଣ ବଇଥିବେ, ସର୍ପାକୃତିରେ ଚାଲିଥିବେ। ମୁଁ କେବଳ ଗାଡି ଭିତରେ ବସିକିରି ପ୍ରଭୁଙ୍କୁ ପ୍ରାର୍ଥନା କରେ ତାଙ୍କ ଜୀବନ ରକ୍ଷା କରେ। ଇଏ ବାଳୁଙ୍ଗାଙ୍କର ଜୀବନ ରକ୍ଷା କରେ, କାରଣ ସିଏ ତାଙ୍କର ମରିଯିବେ, କିନ୍ତୁ ତାଙ୍କ ପରିବାରର ବାପ ମା ଠାରୁ ଆରମ୍ଭ କରି ଆତ୍ମୀୟ ସ୍ୱଜନ ମାନେ କାନ୍ଦିବେ। ଇଏ ସବୁର ଆଜି ଅଭାବ ଅଛି, ବୁଦ୍ଧି, ବିବେକ ଆଉ ଜ୍ଞାନ। ତେବେ ସଜ୍ଜନ, ଇଏ ପବିତ୍ର ରାହାମା ଅଞ୍ଚଳ, ଏଇ ଅଞ୍ଚଳରେ ମା ଶାରଦାଙ୍କର ଯେଭଳି ବିଦ୍ୟମାନ, ଯେଭଳି ମହିମା ରହିଛି, ଗୋରେଖନାଥଙ୍କର ସେଇଭଳି ଭାବରେ ରହିଛି। ଏଇଠି ନୃସିଂହ ଭଗବାନଙ୍କର ଆସ୍ଥାନ ମଧ୍ୟ ରହିଛି। ଯେଉଁ ଭାଗବତ ହଉଛି କୃଷ୍ଣଙ୍କର ଉଦ୍ଦେଶ୍ୟରେ ଭାଗବତ ସମର୍ପିତ, କିନ୍ତୁ ବୋଧେ ଜଗନ୍ନାଥ ଦାସ ଲେଖୁ ଲେଖୁ ବୋଧେ କଣ ଗୋଟେ ତାଙ୍କର ଅନ୍ୟମନସ୍କ ହେଇଯାଇଛନ୍ତି। ସେ ଲେଖିଲେ ନମଇ ନୃସିଂହ ବଡ଼ି ଜଗନ୍ନାଥ ଦାସ କୋଉ ଜାଗା ପଢିଥିଲେ କେଜାଣି, କୋଉଟା ଭୁଲ ବଶତ ଲେଖିଦେଲେ। ସେ ସିନା ଲେଖିଥାନ୍ତେ ନମଇ ଶ୍ରୀକୃଷ୍ଣ ଚରଣ, ତାହେଲେ କଥାଟା ମାନିଥାନ୍ତେ। ଆଉ କୃଷ୍ଣଙ୍କ କଥା ଲେଖୁଛନ୍ତି, ଯା କୃଷ୍ଣ ରସ ପ୍ରମୋଦ ମଧୁରା ଯା ସା ମାଧୁରୀ ମାଧୁ। ଏ ଦୁନିଆରେ ଯେତେ ରସ ଅଛି, ସବୁଠାରୁ ପ୍ରେମପୂର୍ଣ୍ଣ ରସ ହଉଛି କୃଷ୍ଣ ରସ। ଅତି ବଡ଼ି ବୋଧେ ସେଇଟାକୁ ଭୁଲିଗଲେ, ଲେଖୁ ଲେଖୁ ଲେଖିଦେଇଛନ୍ତି ନମଇ ନୃସିଂହ ଚରଣ। ମହାପୁରୁଷ ମାନେ ଯେଉଁ କଥାକୁ ମାନେ ଏମିତି ଖାମଖିଆଲି ଭାବରେ ବି କହିଦିଅନ୍ତି, ସିଏ କଥାର ଗୋଟେ ତତ୍ଵ ମଧ୍ୟ ପରବର୍ତ୍ତୀ ସମୟରେ ବାହାରେ।
ଧରନ୍ତୁ ଆପଣମାନେ ସବୁ ଜାଣିଥିବେ ମୁଁ ତ ଆପଣମାନଙ୍କ ଅଞ୍ଚଳର ଗୋଟେ ମଣିଷ, ତେଣୁ ମୁଁ ଭୁଲ ଭାବରେ କହିଲେ ଆପଣ କ୍ଷମା ଦେବେ। ଆମ ମା ମାନେ ଆମକୁ ଶିଖଉଥିଲେ ତୁକୁ ମୁସିଲୋ ତୁକେ ମୁସି ଧାନ କଥାଟି କୋଉଠୁ ଆସିଲା? ସେଇ ଭାଗବତରୁ ହିଁ ଆସିଲା। ତାହେଲେ ସେ ଭାଗବତ ପଦଟା ପଢିଦେବା। ଏକଇ ଦୁଃଖେ ପକ୍ଷୀ ଦୁଇ ବସନ୍ତି ଗୋଟିଏ ମନେ ରଖନ୍ତୁ ସଜ୍ଜନ, ଜୀବନ ହଉଛି ଗୋଟେ ସୁନ୍ଦର ବୃକ୍ଷ। ଯେଉଁ ବୃକ୍ଷର ନାଁ ହଉଛି ଅଶ୍ୱତ୍ଥ। ଅନ୍ୟମାନେ ଭାବନ୍ତି ଅଶ୍ୱତ୍ଥ ମାନେ ଓସ୍ତ ଗଛ, ନା, ଅଶ୍ୱତ୍ଥ। এই অসুস্থ শব্দর অর্থ কোন? আজি অছি এ জীবন, কালি কি রহিব কি না আজি আমি কইপারিব। তা প্রকৃত কথা। আমার আউ জনে ওড়িশার মহাপুরুষ नामाचार्य बाबा बाया भली सी जड़े महापुरुष थे, विश्वगुरु बाया। से बाया गीतार गोटे पद लिखिछन, जीवनटी स्वप्न स्वरूप स्वप्नमय। 100 वर्ष पूर्वे एटी जी सब राहना अंचल आम जगतसिंहपुर जिले में थिले, आज कौन से अच्छी पुओ कि नाती थे ना। आउ 100 वर्ष पर आमे कौथिबा। तेणु जीवन होची स्वप्न, मिथ्या नुहे, स्वप्न। तेणु यही स्वप्नमय जीवन को तू आसिकी समस्त को कहू मोर, एटा मोर, सेटा मोर, सेटा, किंतु तू जानिन छुईबे नहीं तोते बोलिबे मोड़ा।
ଆରେ ବାବୁ ଏଇ ଦେହଟା ଏଇ ବର୍ତ୍ତମାନ ମରିଗଲା, ଗୋଟେ ଲୋକ ଚାଲିଗଲା, ଆଉ ଅଧଘଣ୍ଟା ଘଣ୍ଟାଏ ପରେ ତାକୁ ନେଇକି ପୋଡ଼ି ଦଉଛ। ପୋଡ଼ିବାକୁ ନେଲା ବେଳେ କଣ କହୁଛ? ଆଜିକାଲି ମଦ ପିଇକିରି ବାପା ମାଙ୍କ ଶବକୁ ପୋଡ଼ିଲେ। ଏ ସବୁ ପାପିଷ୍ଠ ମାନଙ୍କର ସ୍ୱଭାବ। ମଦ ପିଇକିରି ବାପା ମାଙ୍କର ଶବକୁ ନେଇ ପୋଡୁଛ, ଏଗୁଡା କଥା? ତେବେ କାନ୍ଧେଇଲା ବେଳେ ତାକୁ ନେଇକିରି କହୁଛ ହରି ନାମ ସତ୍ୟ ହେ ରାମ ନାମ ହରି ନାମ ସଜ୍ଜନ ଏଇ କଥାକୁ ପୋଡ଼ାପୋଡ଼ି ସରିଗଲା ପରେ ମଣିଷ ଭୁଲିଗଲା। ତେଣୁ ସଜ୍ଜନ ଜୀବନଟା ଗୋଟେ ସ୍ୱପ୍ନ ଅସ୍ୱଥ। ଏଇ ଜୀବନ ଭିତରେ ଦୁଇଟି ପକ୍ଷୀ ଅଛନ୍ତି। ଏଇ ଦେଖନ୍ତୁ ବର୍ତ୍ତମାନ ମୋ ପାଟି କହୁଛି, ମୋ ଆଖି ଦେଖୁଛି, ମୋ କାନ ଶୁଣୁଛି, ମୋ ପାଦ ଚାଲିକିରି ଆଇଲା, ମୋ ହାତ ଏମିତି ସେମିତି ଗଲା। ବର୍ତ୍ତମାନ ଯଦି ସେ ନିଶ୍ୱାସଟି ଆମର ଚାଲିଯିବ, ଆତ୍ମଶକ୍ତି ଯେତେବେଳେ ଆମ ଭିତରୁ ପଳେଇବ, ମୁଁ ଏଇ ଚେୟାରରେ ବଇଛି, ଏଇଠି ଏମିତି ପଡ଼ିଛି, ଯେତେ ଡାକିଲେ ବି କେହି ଶୁଣିବେ। ତାକୁ କେମିତି ଆମର ମାନେ ଗୋଟେ ସଙ୍ଗୀତରେ ପ୍ରମାଣ କରାଯାଇଛି। ମୁଁ ଯାହା ଭାବିକିରି ଆଇଛି ଏପର୍ଯ୍ୟନ୍ତ କହିଲି, ସେ କଥା ଟିକେ କହିବି ତାପରେ ପଳେଇବି। ଆଉ ଆପଣ ମାନେ ଧୈର୍ଯ୍ୟ ରଖିବେ। ଆଗେ ଚାଲେ ବଳଭଦ୍ର, ମଝି ବର୍ତ୍ତମାନ ଗାଁରେ ଆମ ପୁଅ ବୋଉ ଯାଇକିରି ଆମେରିକାରେ, ଆଉ କାହାର ଜର୍ମାନୀରେ, ଆଉ କାହାର ପାକିସ୍ତାନରେ ବୋଲି କାହିଁକି ମୁଁ କୋଉଠୁ ଶୁଣିନି। ଆଉ ଏମିତି ଆଉ ସବୁ କିଏ ନେପାଳରେ, କିଏ ଭୁଟାନରେ, ଏମିତି ସବୁ ଅଛନ୍ତି। ଆଚ୍ଛା ସଜ୍ଜନ, ବାପ ମାଙ୍କ ସାଙ୍ଗରେ ଟିକେ ଫୋନରେ କଥାବାର୍ତ୍ତା ଏତିକି। ଧରନ୍ତୁ ଖବର ଗଲା ପୁଅ ବୋହୂଙ୍କ ପାଖକୁ, ବାପା ସିରିୟସ୍, ତୁମେ ଶୀଘ୍ର ଆସ। ଯାଉ ଆମେ ଆସି ସେ ପ୍ଲେନ୍ ଫ୍ଲେନ୍ ଇଏ କରି ଆସିକିରି ଦେଖିଲୁ ବାପା ଖଟ ଉପରେ ଏମିତି ଶୋଇଛନ୍ତି, ତାଙ୍କ ନିଶ୍ୱାସ ଚାଲୁଛି କିନ୍ତୁ ଏମିତି ଶୋଇଛନ୍ତି, ଆଉ ହାତ ଗୋଡ଼ ହଲୁନି। ଆଉ ଆମେ ଆସି ଡାକିଲୁ, ସେ ଡାକଟା ବି ମନ୍ତ୍ର। ଆମେ କଣ ଡାକିଲୁ? ପିଲା ଯେତେବେଳେ ପ୍ରଥମ କଥା ଆରମ୍ଭ କରେ, ସେ କଣ କହେ? ବାବା ମାମା। ଆପଣ ପରୀକ୍ଷା କରି ଦେଖିବେ। ତେଣୁ ବା ହଉଛି ଗୋଟେ ମନ୍ତ୍ର, ମା ହଉଛି ଗୋଟିଏ ମନ୍ତ୍ର। ଯେତେବେଳେ ଆମେ ପାଠ ପଢିଲୁ, ଶିକ୍ଷିତ ହେଲୁ, ଫରେନରେ ରହିଲୁ, ବାପାଙ୍କର ସିରିୟସ୍ ଶୁଣିକିରି ଆଇଲୁ,
आमे डाकिलु बापा बापा अनेइले पुओ कहला बापा टिके उठिकी बसुना मु आ उठी पारि जा हो तू आसिलु तते टिके मु मला पूर्वर देखिली सेतिकी मोर वर्तमान कौ रथ गला आगे चले बलभद्र वर्तमान बलभद्र रथ पड़ी तेणु से उठी पारुनी हाथ गोड़े बल ना से बलभद्र रथ पड़ेगा तार किछि समय पर से पुआ जो डाकिला बापा मते चिन्ह पारुछ किए आखि अनेला कि आखि भी अने पारानी मुझे शोला ताने से मनीष चिन्ह पारुनी ताले कौ रथ गला वर्तमान आगे चले बलभद्र सुभद्रा रथ पड़ेगा सी आउ मनीष चिन्ह पार सब निर्माल्य पानी फानी कौन आम देलु समस्ते घेरिकी बइचु बंधु बांधव पड़ोशी नाती नातुणी समस्ते बसीच केते बेले से गला गोटे क्या भी टिके झुंटिला भी नहीं तो एडे बड़ शक्ति जी मते जन्म देइचंती खाइबा को देइचंती पिंडिबा को देइचंती कर्म करिबा पई मते बल देइचंती से केते बेले को बाट देइकिरी गला केही भी जानि पाले से किए नंदी घोष रथ जगन्नाथ रथ आगे चले बलभद्र रथ गला कथाटी सरीगला फूल गछटी मरीगला से कथा काली की कही तेरे सज्जन प्रत्येक कथार गोटे तत्व रही जो कथा आपण कहिबे से माँ कहतु बा कहतु पा कहतु पा कहले पानी चक्र पानी चक्र जहांकर हाथ से चक्र पानी ताले बा आउ पा निश्वास आउ ये हाथ ये होउचंती बा आउ पा माँ होउचंती मो आउआ मो की केते प्रकार मो टिके समय लगे आपण माने एति बोइचंती मो सहित मु भी आमे हेलु वर्तमान आमे राक्षस थिलु कि कोन थिलु आमे जानिनु किंतु वर्तमान आमे मनीष सुमन आमे सत्संग रे बइछु आमे नाम कीर्तन रे बसी आमको किए कहब अभद्र बोली एटी केही अभद्र ना जदि केही अभद्र लोक भी आसे से एटी सांगे सांगे भद्र हो रामचरित्र मानस तुलसी देखिले बिनु सत्संग विवेक
ବଡ଼ ମଣିଷ। ସୁମନ କହିଲେ ଫୁଲ, କିନ୍ତୁ ଏଠି ଫୁଲ ସୁମନର କଥା ମୁଁ କହୁନି। ଆମ ମନ ବର୍ତ୍ତମାନ ସୁନ୍ଦର। ସୁମନ ପରେ ସେଇ ମନର ଆଉ ଗୋଟେ ନାଁ ହଉଛି କୁମନ। କୁ କହିଲେ ପୃଥିବୀ। ଯେଉଁମାନେ ରାଷ୍ଟ୍ରପ୍ରେମୀ, ଦେଶପ୍ରେମୀ, ମାନବ ପ୍ରେମୀ, ଜୀବ ପ୍ରେମୀ, ପିତୃ ମାତୃ ସେବକ, ସମାଜ ସେବକ, ସେଇମାନଙ୍କର ମନଟି ହଉଛି କୁମନ। କୁମନ ପରେ ଆଉ ଗୋଟେ ମନକୁ ଆଉ ଗୋଟେ ନାଁ ଦିଆଯାଇଛି ବିମନ। ଆପଣମାନେ ଏମିତି ମୁଁ ବି ଶୁଣିଛି ବିକ୍ଷିପ୍ତ ମନ। ନା ନା, ସେ ସବୁ ନୁହଁ। ଗୋଟିଏ କର୍ମ ସରିଲା, ତାପରେ ଆଉ ଗୋଟେ କାର୍ଯ୍ୟ କରିବା ପାଇଁ ଆପଣ ଆଗେଇଲେ, ଏଇ ଗୋଟା କହୁଛି ବିମନ। ତାପରେ ଅମନ। ଅମନ କହିଲେ କାମ ସରିଗଲା, ଆମେ ଟିକେ ନାମ କରିବା କି ଧ୍ୟାନ କରିବା କିମ୍ବା ପ୍ରାର୍ଥନା କରିବା, ଏଇ ଗୋଟାକ ହଉଛି ଅମନ। ତାକୁ ବଳରାମ ଦାସ ଗୋଟେ ସୁନ୍ଦର ଶବ୍ଦରେ ଲେଖିଲେ, ଅକର୍ମେ ବାସୁଦେବ ପ୍ରୀତି ଆଜି ଆପଣ ମାନେ ଏଠି ସତ୍ସଙ୍ଗ କରୁଛନ୍ତି, କିନ୍ତୁ ସ୍ୱର୍ଗର ଦେବତା ମାନେ ଆପଣ ମାନେ ଶୁଣନ୍ତୁ ନ ଶୁଣନ୍ତୁ, ସ୍ୱର୍ଗର ଦେବତା ମାନେ, ଦେବତା କିଏ? ଦେବତା କହିଲେ ଗୋଟେ ଅଳପ, ମିଛରେ ଆମକୁ କହନ୍ତି 33 କୋଟି। ମୁଁ ତାଙ୍କୁ କହେ ଯେ 33 କୋଟି ଦେବତାଙ୍କୁ ହିନ୍ଦୁ ପୂଜା କରେ, ଗୋଟିଏ କୋଟି ନାଁ ମତେ ଟିକେ ଦେଲେ ମୁଁ ତାକୁ ମୁଖସ୍ଥ କରିବି। ଆମେ ଯାହାଙ୍କୁ ପୂଜା କରୁ ସମଗ୍ର ବିଶ୍ୱର ଶାନ୍ତି ପାଇଁ ଆମେ ପ୍ରାର୍ଥନା କରୁ। ଆମର ସମସ୍ତ ପ୍ରାର୍ଥନା ବିଶ୍ୱ ପାଇଁ ଉଦ୍ଦିଷ୍ଟ। ସର୍ବେ ଭବନ୍ତୁ ସୁଖୀନ। ଏଠି କୋଉଠି କୁହାଯାଇଛି ହିନ୍ଦୁ ଭବନ୍ତୁ ସୁଖୀନ, ଉତ୍କଳ ଭବନ୍ତୁ ସୁଖୀନ? କୋଉ ଲେଖା ହେଇଛି? ସର୍ବେ ଭବନ୍ତୁ ସୁଖୀନ। ଖାଲି ମଣିଷ ବି ନୁହେଁ, ପଶୁ ପକ୍ଷୀ ଯାଉ। ପୁଣି ଆଉ ଗୋଟେ ମନ୍ତ୍ରରେ କୁହାଯାଇଛି, କାଳେ ବର୍ଷନ୍ତୁ ପର୍ଜନ୍ୟ ପୃଥିବୀ ଶସ୍ୟଶାଳୀ। ଦେଖନ୍ତୁ କେତେ ବଡ଼ ଉଦାର କଥା। ଠିକ ସମୟରେ ବର୍ଷା ହଉ, ପୃଥିବୀ ଶସ୍ୟ ଶ୍ୟାମଳାରେ ପୂର୍ଣ୍ଣ ହଉ। ତାହେଲେ ସନାତନ ହିନ୍ଦୁ ଇଏ ସବୁବେଳେ ବିଶ୍ୱପ୍ରେମୀ ଆଉ ସମନ୍ୱୟୀ। ଆମେ 3 ଦିନ ଭିତରେ ଏତେ କଥା ମନେ ପକେଇଲେ ବି ସେ କହି ହବନି। କେବଳ ଏତିକି ମନେ ରଖନ୍ତୁ, ସ କହିଲେ ସତ୍ୟ, ନା କହିଲେ ନାମ ବ୍ରହ୍ମ, ତ କହିଲେ ସବୁ କଥାର ସାରାଂଶ ତତ୍ଵ, ନ କହିଲେ ନମ୍ରତା।
ତେଣୁ ସ ନା ତ ନ ଇଏ ଚାରୋଟିକୁ ଛାଡ଼ି ପୃଥିବୀରେ କୋଉ ଧର୍ମ ଅଛି? କହିଲେ ତ ଆମକୁ ହାଣି ପକେଇବେ, ନହେଲେ ମାରି ପକେଇବେ। କିନ୍ତୁ ସଂଯମ, ସମନ୍ୱୟ, ସତ୍ୟ, ତେଣୁ ଆହୁରି ଅନେକ କଥା ଅଛି। ନାଁ କହିଲେ ଖାଲି ଭଗବାନଙ୍କର ନାଁ ନୁହେଁ। ଏଠି ଯୋଉଟା ମୋ ମୁହଁରେ ଲାଗିଛି ଏଇଟା ନାଁ ହଉଛି ମାଇକ୍। ଏଇଟା ଯୋଉ ଜଳୁଛି ୟା ନାଁ ହଉଛି ଲାଇଟ୍। ମୁଁ ଯୋଉଥିରେ ବଇଛି ଏଇଟା ହଉଛି ଚେୟାର ବା ସୋଫା। ୟା ସବୁ ତ ନାମ ଆଉ। ଇଏ ଦୁନିଆରେ ଯାହା ଦେଖୁଛ ସେ ଆମେରିକା, ରଷିଆ, ଚୀନ, ଫ୍ରାନ୍ସ, ଜାପାନ, ଏ ସବୁ ତ ଗୋଟେ ଗୋଟେ ନା ଆଉ। ତ କହିଲେ ତତ୍ଵ, ନ କହିଲେ ନମ୍ରତା। ଏଇ ଦେଖନ୍ତୁ ଏଠି ଅତି ବଡି କଣ କେମିତିଆ ଶବ୍ଦଟିଏ ଦେଲେ, ନମୋଇ ନୃସିଂହ ଚରଣ ଅନାଦି ন ଗୋଟେ ଅକ୍ଷର ନ କହିଲେ ଗୋଟେ ସଂଖ୍ୟା, ନ କହିଲେ ଅକ୍ଷର ଅର୍ଥାତ୍ ନମ୍ରତା, ନ କହିଲେ ନମସ୍କାର। ସୂର୍ଯ୍ୟଙ୍କୁ ନମସ୍କାର କର, ଗାଧେଇଲା ବେଳେ ଗଙ୍ଗାଙ୍କୁ ନମସ୍କାର କର, ବିଛଣାରୁ ଉଠିଲା ବେଳେ ଧରିତ୍ରୀ ମାଙ୍କୁ ନମସ୍କାର କର, ନିଜ ହୃଦୟକୁ ଚିନ୍ତନ କରି ଆତ୍ମଶକ୍ତିଙ୍କୁ ନମସ୍କାର କର, ପିତା ମାତା ଗୁରୁ ଗୁରୁଜନଙ୍କୁ ଟିକେ ନମସ୍କାର କର। କଣ ପାଇବ? ଆଶୀର୍ବାଦ ପାଇବ। ଯେଉଁ ଆଶୀର୍ବାଦ ଆମ ଜୀବନ ପାଇଁ ହବ ଡଙ୍ଗା, ନୌକା। ଯେଉଁ ନୌକାରେ ବସି ଆମେ ଭବସିନ୍ଧୁ ପାରି ହବା, ଇଏ ଜନ୍ମକୁ ମାନେ ଗତ କରିବା। ସେଥିପାଇଁ ଭାଗବତରେ କହିଲେ ଏ ନାରେ ଗୁରୁ ଅନ୍ନ ଭାର ମୁଇ ଅନୁକୂଳ गुरु किए? आमे वर्तमान सब कहूँ सद्गुरु। कौन जन्म आला बेले सद्गुरु आमको जन्म दे? सद्गुरु माने भी कहते आमको केवल पूज। जितेबाला सृष्टि निर्माण है मु आनुमानिक भाव में कहूनी, मुझे अनुभव करी मुझे कहूँ सेतबेले ये जगत किए थिला? जणे थिले। तांको ना कौन थिला? सर्वशक्तिमान। तांकोरी ना थिला गु आउ रु। गु कहले गुण, रु कहले रूप। से जणे ही सद्गुरु थिले। एबे माने जो गोटे सद्गुरु कर से दीक्षा नियो से अमक कर
କର ତୁ ଗୁରୁ କରନୁ ମାନେ ତୁ ଭଗବାନଙ୍କୁ ପାଇବୁନି। ତେଣୁ ସଜ୍ଜନ ଏସବୁ କଥା ନୁହେଁ। ମାନେ ଯୋଉ ଧର୍ମରେ ଜମା ଗୁରୁ ଗ୍ରହଣ କରୁନାହାନ୍ତି ସେ କଣ ଭଗବାନଙ୍କୁ ପାଉନାହାନ୍ତି? ଗୁରୁ କିଏ? ମାତା ଗୁରୁ ତା ଗୁରୁ ଜୟ ଗୁରୁ ବାପା ଶିକ୍ଷକ ପୁରୋହିତ ଏମିତି ମିଶେଇ ତାପରେ ଯାଇ ସଦ୍ଗୁରୁ। କିନ୍ତୁ ଆମେ ଗୁରୁ କହିଲେ କେବଳ ସଦ୍ଗୁରୁଙ୍କୁ ବୁଝୁ। ଠାକୁର ନିଗମାନନ୍ଦ କହିଲେ ଧନୀ ବୋଲ ମାନି ଜୟ ଗୁରୁ, ରୋଗୀ ବୋଲ ଜୟ ଗୁରୁ, ଧନୀ ବୋଲ ଜୟ ଗୁରୁ, ରୋଗୀ ବୋଲ ଆପଣ ମାନେ ଯଦି କୋଉ ନାମ ଆଉ ପାଟିରେ ପଶିବନି, କେବଳ କହିବେ ଜୟ ଗୁରୁ, ଏତିକିରେ ସବୁ ହେଇଯିବ। ତେଣୁ ଠାକୁର ଆହୁରି ବଢିଆ ବଢିଆ କଥା କହିଛନ୍ତି। ରୋଗୀ ବୋଲ ଭୋଗୀ ବୋଲ ଜୟ ଗୁରୁ, ତେଣୁ ସଜ୍ଜନ ଜଣେ ହଉଛନ୍ତି ଏ ଜଗତର ଗୁରୁ। ଆମେ ସମସ୍ତେ ତାଙ୍କର ଚାକର। ଆମକୁ ସିଏ ପଠେଇଛନ୍ତି, ମତେ ପଠେଇଛନ୍ତି ସମସ୍ତଙ୍କୁ ଭଲ କଥା କୁହ। ସମାଜରେ ଯୋଉ ଅନ୍ଧବିଶ୍ୱାସ ଅଛି ତାକୁ ଦୂରେଇବା ପାଇଁ ମଣିଷକୁ ଟିକେ ଖୋସାମନ୍ତ କର। ତେଣୁ ମତେ ଯୋଉ କାମଟା ସେ ଦେଇଛନ୍ତି ମୁଁ ସେଇ କାମଟା କରିବି। ତେଣୁ ସେ କଥା ଏତେ ଲମ୍ବେଇଲେ ହବନି। ଆମେ ଗୋଟେ କଣା ଷଣ୍ଢ ବୋଲି ମୁଁ ଭାବେ, କୁଆଡେ ମାରିଗଲେ ମାରିଛୁ। ତେଣୁ ନ କହିଲେ ଗୋଟେ ସଂଖ୍ୟା 1 2 3 4 5 7 8 9 ସେ ସଂଖ୍ୟାଟି କଣ? ନାଇଁ ଗୋଟେ ଭଲ କଥା ଏଗୁଡାକ ନା। ଶ୍ରବଣମ୍ ଏତେ ଉଠି ଆଖି ମୁଣ୍ଡ ହଲେ ମୋ କଥା ଡିଷ୍ଟର୍ବ। ଉଠିବ ଯଦି ଉଠ, ବସିବ ଯଦି ବସ, ଯା। ପ୍ରଥମ ଭକ୍ତି ହଉଛି ଶ୍ରବଣମ୍। ଏଇ ଦେଖନ୍ତୁ ଆପଣ ମାନେ ସୁନ୍ଦର ଭାବରେ ଶୁଣୁଛନ୍ତି। ଆଉ ମୁଁ ଯଦି କହୁଛି ଆପଣ ଭାବୁ ଟିକେ ବଳିଆ କହୁଛି, ମାନେ ଇଏ ମୁଖସ୍ଥ ମାଖସ୍ଥ କରି କହୁଛି, ଜମା ବିଲକୁଲ ନୁହେଁ। ପ୍ରଥମ ଭକ୍ତି ହଉଛି ଭଲ କଥା ଶୁଣ। ଖାଲି ଗୀତା, ଭାଗବତ, ରାମାୟଣ, ମହାଭାରତ ଏଇ ସବୁ କଥାକୁ ଶୁଣିବା, ଆଉ ସବୁ କଥାକୁ ଦୂରେଇ ଦେବା, ସେ ସବୁ ନୁହେଁ। ଭଲ କଥା
ଭଲ କଥା ଶୁଣ। ବର୍ତ୍ତମାନ ଆପଣମାନେ ଶ୍ରବଣ ଗୋଟିଏ ଭକ୍ତିରେ ଅଛନ୍ତି। ଆଉ ଶ୍ରବଣ ପରେ ଆଉ ଗୋଟାଏ ହଉଛି କୀର୍ତ୍ତନ। କୀର୍ତ୍ତନ କର। ଯିଏ କୀର୍ତ୍ତନ କରିବ ସିଏ ହଉଛନ୍ତି ନାରଦ। ସେ ନାରଦ। ଏଠି ଯୋଉ କୀର୍ତ୍ତନିଆ ମାନେ କୀର୍ତ୍ତନ କରୁଛନ୍ତି ସେ ବି ନାରଦ, ଆମେ ବି ଏଠି ବହିଲୁ ନାରଦ। ଆପଣ ମାନେ କୀର୍ତ୍ତନ ଶୁଣୁଛନ୍ତି, ଆପଣ ମାନେ ବି ନାରଦ। ଯୋଉମାନେ ସାମ୍ବାଦିକ ମାନେ ଅଛନ୍ତି ସେମାନେ ବି ନାରଦ। ଆଚ୍ଛା, ତେବେ ଶ୍ରବଣ ଶୁକଦେବ କହିଲେ, ପରୀକ୍ଷିତ ଶୁଣିଲେ। କୋଉ କାଳେ କହିଲେ, କୋଉ କାଳେ ଶୁଣିଲେ, ଓଇଖିନା କଣ ସେ କଥା ପଡିଛି। କିନ୍ତୁ ଆପଣ ମାନେ ବର୍ତ୍ତମାନ ପରୀକ୍ଷିତ ଭଲ କଥା ଶୁଣୁଛନ୍ତି। ଖାଲି ପରୀକ୍ଷିତ ନୁହେଁ, ରାଜା ପରୀକ୍ଷିତ। ପରମ ଆତ୍ମାଙ୍କ ଦ୍ୱାରା ଯିଏ ରକ୍ଷିତ ସେ ପରୀକ୍ଷିତ। ଆଚ୍ଛା, ଯିଏ କରୁଛନ୍ତି ସେମାନେ ହଉଛନ୍ତି ସୁଖ। ମୁଁ ସୁଖ ବୋଲି, ମୁଁ ନିଜକୁ ସୁଖ ବୋଲି ଜମା ଭାବେନି। ମୁଁ ବି କାହାକୁ ଶୁଣିକିରି ଆପଣମାନଙ୍କୁ କହୁଛି। ଏହା ପୂର୍ବରୁ ଏଠି ଗୋଟେ ବିରାଟ ସମ୍ମେଳନ ହେଇଥିଲା। ଜଗନ୍ନାଥଙ୍କର କଣ ମାନେ ପୂଜା ଅର୍ଚ୍ଚନା ଯଜ୍ଞ ହେଇଥିଲା। ତେଣୁ ଏଇ ହଉଛନ୍ତି, ଏଠି ସାଧୁ ସନ୍ଥ ମାନେ ସବୁ ଆସିଥିଲେ, ଯୋଉ ଭଲ କଥା ଆପଣ ମାନଙ୍କୁ ଶୁଣେଇଥିଲେ ସେ ସମସ୍ତେ ସୁଖ। ତେଣୁ ଭଲ କଥା ଶୁଣିବା ହିଁ ରାଜା ପରୀକ୍ଷିତ, କୀର୍ତ୍ତନ କରିବା ହିଁ ଦେବର୍ଷି ନାରଦ। ମୋ ମନକୁ କିଛି କହୁନି, ଗୀତାରେ ବି ଅଛି ବା, ଦେବର୍ଷି ନାଞ୍ଚ ନାରଦ, ମୁଁ ନିଜେ ନାରଦ। ଆଚ୍ଛା, ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁ। ଆପଣ ଏଇଠୁ ଯିବେ ଘରୁ, ଆପଣଙ୍କର ପରିବାରର ପ୍ରିୟ ଲୋକମାନେ ପଚାରିବେ, ଯାଇଥିଲ ସେ ବଳିଆ ହେଇଥିଲା କଣ କହିଲା କି? ଆପଣ ମନେ ପକେଇ ନିଶ୍ଚୟ ନୀତିନିବତ କହିବେ, ବଳିଆ ଏଇ କଥା ଗୁଡାକ କହିଲା। ଜୀବନରେ ଏହା ହିଁ ହଉଛି ସ୍ମରଣ। ଇଏ ଗୋଟିଏ ଗୋଟିଏ କଥା, ଭାଗବତର ଗୋଟିଏ ଗୋଟିଏ ଉପାଖ୍ୟାନ। ତେଣୁ ଆମେ ତ 3 ଦିନ ପାଇଁ ଆଇଛୁ, ଆଉ 15 ଦିନର କଥା କହିଲେ କେମିତି ହବ? ତେଣୁ ସଜ୍ଜନ, ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁ ସ୍ମରଣଂ ପାଦ ସେବନଂ। ପାଦ ସେବନ କଣ ପାଦକୁ ଧୋଇକି ସେ ପାଣିକି ପିଇବ? ନା ନା, ସେ ଆଗରୁ ଧୁଆ ଧୋଇ ହଉଥିଲା, ଏବେ ଆଉ ସେ ଧୁଆ ଧୋଇ ହବ। ଧୁଆ ଧୋଇ ହବ କିନ୍ତୁ ସେ ପାଣି ପାଇବ। ପାଦ ସେବନଂ। ବାପା ମା, ଆଈ ମା, ଏମିତି ସବୁ ବୁଢା ବୁଢୀ ମାନେ ଯେତେବେଳେ ଗୋଡ ଫୋଡ ବିନ୍ଧୁଛି ତାଙ୍କୁ ଟିକେ ଯଦି ସେବା କରିଦେଲ, ସେ କଣ କହିବେ? ବୁଢାଟିଏ, ବୁଢୀଟିଏ, ଇଏ ଆସିବ ତାକୁ ରାମ ହାଟରେ ମିଳିବ। ତୁମରି ଆସି ସୁନ୍ଦର ସେବା କରି ଶିଖ।
এইଠି ଗୋଟିଏ ଆମର ହେଇଥିଲା ମାନେ କଣଟା ହେଲ୍ଥ କ୍ୟାମ୍ପ ହେଇଥିଲା ନା, ଏଇଠି ହେଇଥିଲା ତ ମୁଁ ଶୁଣିଛି ତ। ଭାଗବତ ପରିଷ୍କାର କହିଲେ ସେବା କାପନ୍ୟ ଭକ୍ତି ବାୟା କହିଲେ। ବଳିଆ ବସିଥିଲା ତାଙ୍କରି ପାଖରେ, ସେ କଣ କହିଲେ? ସେ ବା, ତାକୁ ଓଲଟେଇ ଦିଅ, ବା ସେ ଯେଉଁ କାର୍ଯ୍ୟ କଲେ ଜୀବନ ରାଶି ଉଠିବ, ତମକୁ ଲୋକ ମନେ ରଖିବେ, ତମ କଥା ଅନ୍ୟକୁ ଉଦାହରଣ ଦେବେ, ସେଇ ହଉଛି ପ୍ରକୃତ ସେବା। ଆପଣମାନେ ଜାଣିଛନ୍ତି, ଆମ ଅଞ୍ଚଳର ପ୍ରତ୍ୟେକ ବ୍ୟକ୍ତି ଜାଣିଛନ୍ତି 1999 ମସିହା ବାତ୍ୟାର କଥା, ମହାବାତ୍ୟାର କଥା। ସାରା ପୃଥିବୀରୁ ଲୋକ ଆସିଲେ ସେଇ ବିପନ୍ନ ମଣିଷକୁ ସେବା କରିଦେବା ପାଇଁ। ତେଣୁ ସେବା ହିଁ ଭଗବାନଙ୍କର ସ୍ୱରୂପ। ଆଚ୍ଛା, ଆପଣମାନେ ତ ସମସ୍ତେ ଶିକ୍ଷାବିତ୍ ଏଠି ବସିଛନ୍ତି, ଆପଣ ଟିକେ ଗୋଟେ କଥା ମନେ ପକାନ୍ତୁ। ମୁଁ ମନେ ପକେଇ ସାରିଛି, ଆପଣମାନେ ମନେ ପକେଇଥିବେ, ଆଉ ଟିକେ ମନେ ପକାନ୍ତୁ। ଆମେ ଯେତେବେଳେ ଜନ୍ମ ହେଲୁ, ଆମ ମଳମୂତ୍ରକୁ ସଫା କରିଦେଲା କିଏ? ସେଟା କଣ କମ୍ବଳ ଲାଟ୍ରିନ୍ ଥିଲା ନା ଇଣ୍ଡିଆନ ଲାଟ୍ରିନ୍ ଥିଲା? କିଏ ଆମକୁ ଜାମା ପ୍ୟାଣ୍ଟ ପିନ୍ଧେଇ ଦେଇଥିଲା? କିଏ ଆମ ଦେହରୁ ଧୂଳି ଝାଡ଼ି ଦେଇଥିଲା? ଆମକୁ ରୋଗ ହେଲେ କିଏ ଡାକ୍ତରଖାନାକୁ ନେଇଥିଲା? ସେ ଲୋକଟା କିଏ? ସେଇ ଲୋକଟି ହଉଛି ଭଗବାନଙ୍କର ପ୍ରଥମ ମାଧ୍ୟମ। ସିଏ ମଳମୂତ୍ର ସଫା କରିଥିଲା। ଆଜି ଆମ ଘରେ ସିଏ ଯଦି ବୟସ ହେଇଗଲା, ମଳମୂତ୍ର ଟିକେ ହେଲେ, ଆମେ ନାକ ଟେକିକିରି ପଳଉଛୁ। ତେଣୁ ସଜ୍ଜନ ଏମନ୍ତ କାର୍ଯ୍ୟ ଶୋଭା ପାଏ ନା। ଧର୍ମ କହିଲେ ଏମିତି ଆପଣ ଭାବୁଛନ୍ତି କି ବଳିଆ ଗୋଟେ ଚିତା ନାଇଛି, ଗୋଟେ ମାଳି ପକେଇଛି, ମୁଁ ହିଁ ଧର୍ମର ରକ୍ଷକ? କେବେ ନୁହଁ। ଆପଣମାନେ ହିଁ ଧର୍ମକୁ ରଖିଛନ୍ତି। ପ୍ରଥମ ଧର୍ମ ହଉଛି ଜୀବନ, ଦ୍ୱିତୀୟ ଧର୍ମ କ୍ଷେତ୍ର ହଉଛି ପରିବାର, ତୃତୀୟ ଧର୍ମ କ୍ଷେତ୍ର ହଉଛି ସମାଜ। ପ୍ରଥମ ହଉଛି ଜୀବନ। ଜୀବନ ହଉଛି ସୁନ୍ଦର ମନ୍ଦିର। ଏ ଜୀବନ ମନ୍ଦିରରେ 11 ଜଣ ସେବକ ଅହରହ କାମ କରି ଚାଲିଛନ୍ତି। 11ଟା ଇନ୍ଦ୍ରିୟ, ଏଇ ହାତ ଗୋଡ଼ କାନ ନାକ, ଏଇଟ ବୈକୁଣ୍ଠ ସମାନ। ବୈକୁଣ୍ଠ। ଜଣେ କହିଲେ ମୁଁ ବୈକୁଣ୍ଠକୁ ଯିବି। ଥରେ ଦେବର୍ଷି ନାରଦ ପ୍ରଭୁଙ୍କୁ କହିଲେ ଗୋଟେ ଛୋଟ ଉଦାହରଣ, କହିଲେ ପ୍ରଭୁ, ମର୍ତ୍ତ୍ୟରେ ବର୍ତ୍ତମାନ ଗାଁ ଗାଁରେ ନାମ ଯଜ୍ଞ, ଏତେ ଯଜ୍ଞ ହଉଛି ଯେ ଏଇ ଗୋଟେ ପଣା ସଂକ୍ରାନ୍ତି ଆସିବ, କୋଟି କୋଟି ଯଜ୍ଞ ହବ।
ଆଉ ନାମ ଯଜ୍ଞ ତ ଗାଁ ଗାଁରେ ହଉଛି ଆଉ ଏତେ ସତ୍ସଙ୍ଗ ହଉଛି ହେ ଅମୁକ ସତ୍ସଙ୍ଗ ସମୁକ ସବୁ ସତ୍ସଙ୍ଗ। ମୁଁ ଗୋଟେ ଚିଠି ଏବେ ନିର୍ଦ୍ଦିଷ୍ଟ କେତେ ଜଣ ସନ୍ଥ ମହାତ୍ମାଙ୍କ ପାଖକୁ ପଠେଇଛି। ସେ ଚିଠିରେ କ'ଣ ଲେଖିଛି ଯେ ଖାଲି ପଦେ କହିଦେଉଛି। ମନ୍ଦିର କରିବା ଦ୍ୱାରା ଆପଣମାନେ ମାଟି ମାକୁ ନଷ୍ଟ କରୁଛନ୍ତି। ଯେଉଁଠି ମନ୍ଦିର କରିଛନ୍ତି ସେଇଠି ଯଦି 100ଟା ଗଛ ଆପଣ ଲଗେଇବେ ସେ ଆମକୁ ଅମ୍ଳଜାନ ଦେବ, ପତ୍ର ଦେବ, ଫୁଲ ଦେବ, ସୁବାସ ଦେବ, ମହୁ ଦେବ। ଆଉ ମନ୍ଦିର କ'ଣ ଦେବ ଆପଣ ଟିକେ ମତେ ଉତ୍ତରଟା ଦେବେ। ଯଦି ନ ଦେବେ ମୁଁ ଆପଣଙ୍କ ପାଖରେ ପହଞ୍ଚିବି। ମୁଁ ସିଧା ଲେଖିଛି ମୁଁ ଯାଇ ପହଞ୍ଚିବି। ଇଏ ମନ୍ଦିର ଗୁଡାକ ଆମକୁ କ'ଣ ଦେବେ? 1999 ମସିହାରେ କ'ଣ ମନ୍ଦିର ନଥିଲା? କରୋନା ବେଳେ କ'ଣ ମନ୍ଦିର ନଥିଲା? ମନ୍ଦିର ସବୁବେଳେ ଅଛି। ଇଷ୍ଟଙ୍କର ଆରାଧନା ସବୁବେଳେ କରିବା ପାଇଁ ଜମା ମନା ନାହିଁ। ଆଜି ଆପଣମାନେ ଦେଖିବେ, ମୁଁ କାହାକୁ ଆକ୍ଷେପ କରି କହୁନି, ଆକ୍ଷେପ ଭଳିଆ ଟିକେ ଭାବିପାରେ। ଆଜି ଆପଣମାନଙ୍କର ଆମମାନଙ୍କର କେହି ମରିଗଲେ ଆମେ ପୋଡ଼ା ହବ। ଆଉ କେତେକ ଧର୍ମର ଲୋକମାନେ ଯଦି ମରିଗଲେ ପୋତା ହେବେ। କେତେ ମାଟି ହଜାର ହଜାର ଏକର ମୂର୍ତ୍ତିକା ନଷ୍ଟ ହଉଛି। ସେଇ ଧର୍ମଯାଜକ ମାନଙ୍କୁ ବଳିଆ ଥରେ ନିବେଦନ କରିଛି, ଆଉ ଥରେ କରିବି। ଆପଣମାନେ କବର ଦିଅନ୍ତୁ, ସେ କବର ପାଖରେ ଗୋଟିଏ ଗଛ ଲଗେଇଲେ କେତେ ସୁନ୍ଦର ହବ। ସିଏ ଗଛ ଆମକୁ ବଞ୍ଚିବାକୁ ଦବ। ତେଣୁ ସିଏ ଆମ କଥା ଶୁଣିଲେ କି ନାହିଁ ସେ ତାଙ୍କ ନ କରନ୍ତୁ, ଆମେ ଆମର କହିବା କଥା କହିବୁ। ଆଉ ଯଦି ଆପଣ ଚାହିଁବେ ଆମକୁ ନିର୍ଦ୍ଦେଶ ଦିଅନ୍ତୁ, ଆମେ ଗୋଟେ ଏରିଆରେ ଯୋଉଠି କବର ଅଛି ସେଠି ଆମେ ଗୋଟିଏ ଗୋଟିଏ ଗଛ ଲଗେଇବା। ସୁନ୍ଦର ତୁମରି ଏତିକି ଦେଖନ୍ତୁ ବିଶ୍ୱଟା ଆମର କେଡ଼େ ସୁନ୍ଦର, ତାକୁ କେମିତି ଧ୍ୱଂସ କରୁଛନ୍ତି ଆପଣମାନେ ନିଜେ ବିଚାର କରିବେ। ଇଏ ବିଶ୍ୱ ସୁନ୍ଦର, ଯେଉଁ ବିଶ୍ୱରେ ସୂର୍ଯ୍ୟ ଉଦୟ ହୁଅନ୍ତି, ଅସ୍ତ ହୁଅନ୍ତି, ଚନ୍ଦ୍ରମା ଉଦୟ ହୁଅନ୍ତି, ଅସ୍ତ ହୁଅନ୍ତି, ସମୁଦ୍ର ପ୍ରବାହିତ ହୁଅନ୍ତି, ନଦ ନଦୀ ଝରଣା ଯୋଉଠି ପ୍ରବାହିତ ହୁଏ, କେତେ ଜାତିର ଫୁଲ ଫଳ ଫୁଟେ। ଆଜି ସେଇଭଳିଆ ବିଶ୍ୱକୁ ଆଜି ଧ୍ୱଂସ କରୁଛନ୍ତି କେବଳ କେତେକ ଅହଙ୍କାର। ଦୁର୍ଯୋଧନ କାଳେ ମରିଯାଇଛି, ମୁଁ ତ ଦେଖିପାରୁନି। ବର୍ତ୍ତମାନ ବି ଦୁର୍ଯୋଧନ, ଅନେକ ଦୁର୍ଯୋଧନ ଅଛନ୍ତି, ଆଜି ବି ଦୁଃଶାସନ ଅଛନ୍ତି। ସରି ନିମ ଭାର ଅଛି ଆଉ ଗୋଟେ ପଦ, ସରି ନାହିଁ
ସମସ୍ତେ ଅଛନ୍ତି। ସିଏ ଗୋଟାଏ ପଞ୍ଝାରେ ଆଇଥିଲେ, ସିଏ ତାଙ୍କର ମରିଗଲେ। ଆମେ ଗୋଟାଏ ପଞ୍ଝା ପୁଣି ବାହାରିଲୁଣୁ। ତେଣୁ ରାମ ମନ୍ଦିର କଲେ ରାବଣ ମରିବନି, ରାମ ନାମ କଲେ ବି ରାବଣ ମରିବନି। ରାମଙ୍କର ଆଦର୍ଶକୁ ଯଦି ଆମେ ମାନିବା ତାହେଲେ ରାବଣ ସବୁ ଯାକ ମରିବେ ଏକା ସାଙ୍ଗରେ। ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁ ସ୍ମରଣଂ ପାଦ ସେବ, ତାପରେ ଅର୍ଚ୍ଚନଂ, ଯିଏ ଯେଉଁ ଭଳିଆ ବ୍ୟକ୍ତି ତାକୁ ସେଇ ଭଳିଆ ସମ୍ମାନ ଦବା। ଜଣେ ସାଧୁ ଆସିବେ, ଏଠି ବସିବେ, ଆମେ ତାଙ୍କୁ ଫୁଲମାଳ ଟିକେ ନେବା। ଜଣେ ବିଶିଷ୍ଟ କବି କି ଶିକ୍ଷାବିତ୍ କିମ୍ବା ଲେଖକ କି ପଣ୍ଡିତ ସେମାନେ ଆସିବେ, ତାଙ୍କୁ ମଧ୍ୟ ଫୁଲମାଳ ଟିକେ ଦେବା ସର୍ବର୍ତ୍ତିକ। ତେଣୁ ଯୋଉମାନେ ପୂଜା ପାଇବା ପାଇଁ ଯୋଗ୍ୟ, ଆମେ ତାଙ୍କ ପାଇଁ ପୂଜକ ହେବା। ଜୀବନଟା ସରିଯିବ, କେତେବେଳେ ଆମେ ଦୁନିଆରୁ ପଳେଇବା, ଲାଭ କିଛି ହବନି। ବଳିଆ ଗୋଟେ ଗୀତରେ ଲେଖିଛି, ମଉଳି ବାଜଦି ଫୁଲ জীবন যদি কাহারি সেবারে ন নাগিলা তাহলে আম জীবনকু সতরি হউ সজ্জন অর্চন। এ অর্চন কথা কইলে 2 ঘন্টা লাগিব, তেমন আমি আর কইবানি, খালি অর্চন এটিকে রহিলা। পূজ্য পূজক হই পূজ্যাস্পদ মানকু সম্মান জଣାଇବା। বন্দন, বন্দন কଣ? ପିଲାମାନେ ପାଠ ପଢନ୍ତି, ପାଠ ପଢିବା ପୂର୍ବରୁ ବନ୍ଦନା ଗାଆନ୍ତି। ଆମେ ସବୁ ଗାଉଥିଲୁ, କିନ୍ତୁ ଏବେ ଗୋଟେ ଗୋଟେ ସ୍କୁଲରେ ବନ୍ଦନା ହଉନି, କାରଣ ଅଲା ନାହିଁ। କିନ୍ତୁ ବନ୍ଦନା ସବୁବେଳେ ବନ୍ଦନା ହିଁ ରହିଛି। ଆମେ ପଢୁଥିଲୁ, हे आनंद मोय को भुवन तेणु यही भावटा होची जहार आमे खाऊचु, जहार पाई आमे बंचीचु, तांकु टिके पूजा करिबानी। बंदन आउ गोटे होची दास्य। दास्य कौन? आमे कहूचु भक्ति बड़, किंतु बलिया सब बड़े कहे कर्म ही बड़। भागवत कहले भो देव कर्म पाते सेव, कर्म करिबा। भागवत खाली आमे भावुँ बुढ़ा बुढ़ी जाक भागवत पढ़े, गीता बाबाजी वैष्णव पढ़े, समस्ते पढ़े, तुम कौन पढ़?
आपण माने कौन पढ़े तेणु सज्जन वैकुंठ गोटे पदर लिखले नीति भागवत पढ़ ये लिखले भागवत लेखा परम शास्त्र भागवत अभ्यास करुथिब नित्य तर्क पाषांड शास्त्र धरतु आपण मैंने कहे आम सब ऑफिस चाकरी करूँ कि व्यवसाय करूँ भागवत के दले पड़ू आउ राति पढ़ु आम आड़ खटे खटे गलु खाई खाईदे शोबू ना आउ तेरे सज्जन भागवत कौ दिन पढ़ले पढ़ ना पढ़ अल्प हो बेसी हो जाओ भाटी की मन रख भाटी कौन भ आ तेरे भक्ति कौन भक्ति को ठारे दुर्वासना भक्ति होची कुठार आम भीतर जेते दुर्वासना अच्छी ताकू दूरेई रख ये होची भक्ति भाग्य कौन दुर्जय देह मोर शून्य भगत भावे तेणु सज्जन भगवान निजे कहते मु शून्य मोर किसी रूप नहीं भक्त किंतु मते जो रूप रे डाके मु सेई रूप रे ताकू देखा दिए जड़े पिला मते थरे पचारला गोटे गोटे पिला पचारती मु सबुदिने उठी बापा बोऊ को नमस्कार करे बापा बोऊ मंत्रटी जप करे मोर किछि आ भूल हो जमा भूल नुहे बापा बोऊ बो कहले कौन बो उ बो ओकार उ ओकारटी कौन ओंकार गीता कहले ओ मित्ये ओंकार होचंती ब्रह्मंकर मंत्र मरिला बेलू जदि आउ को मंत्र पार्टी पशिबनी केवल ओम ओम कही मरीगल ताले से ही मुक्ति शांति भागवत को अनुमोदित कले सकल मंत्र जिते मंत्र दुनिया रे अछि ओम होउची दे सुंदर मंत्र सहज सुखे साध्य करी अवसागर ये ओम अर्थ उत्पत्ति
ସ୍ଥିତି ପ୍ରଳୟ ये कामटी आरंभ है बर्तमान चलला तापरे शेष हम यही हूँ अ उ म जीवनटी जन्म नेला तापरे कर्म कला तापरे दुनिया रू विदाय नब यही तो ओम तेणु सज्जन ताकू क्लिष्ट एमिति बुझाऊंट लोकों मन छाड़ी जाऊँ तेणु ओम कहिले ब्रह्मा विष्णु महेश्वर तेणु ओंकार को जी ठीक भाव में जानी तार कौ मंत्र आ दरकार मु गोटे गप गोटे आरंभ करी पुणी पशिगली कुआरे ये मन पड़े कहीदबा प्रभु को जाइए से नारद कहले कहले आ बर्तमान मर्त्य बहुत यज्ञ बहुत नाम बहुत सत्संग माने सब चली भगवान पचारे तू कहबार उद्देश्य कौन ना बर्तमान आम वैकुंठ आ लोक जगह हे भक्त मैंने एत परिमाण आसवे ये वैकुंठ पूर्ण है आहरी दरकार ना अच्छा तू जा तू गोटे गाँ को जा हिसाब करू हाराहारी केते लोक आसे से अनुसार आम व्यवस्था कर देवर्षि नारद गोटे गाँव में पहुंचले से गाँव गोटे लोक देखाला देवर्षि नारद माया रूप में ये पचारे बाबू तुम्हें वैकुंठ को जीव कि कहला कौन वैकुंठ को जीविनी मुआ वैकुंठ भाया जगह को मुझे छाड़ी ना आउ जदि वैकुंठ को जो आस मो सागर आस सागे 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 जी पड़ा से कहला ना ना टिके रुहतु मुझे घरे पचारिक आसे घरे जा पचारा स्त्री कहला कौन पुओ बाहागर तुम वैकुंठ को जीव एमती एमती समस्ते नहीं कले नारद को आज कहले कई जावाक राजी होना गाँव में पचार केते जन जी गाँव में जहाँ को पचारे किए कहला मो झील बाहागर होनी किए कहला मो पुओ बाहागर होनी किए कहला मु घर करनी किए कहला मुझे आज नारद को कहला कई तो जीवे मु कहीं आपण जा तेणु सज्जन ये दुनिया रे भल कथा को ग्रहण करने ताकू एमिति बनई देवे जे से भलटा पूरा ढेल है किंतु ये दुनिया रे जोठी भल सेठी मंद जोठी मंद होती सेठी भी भल तेणु श्रवणं कीर्तनं स्मरणं पाद सेवन अर्चनं बंदनम दास्य आस मिलिमिशि काम करिबा सख्य समस्त सहित सुसंपर्क रखिबा शत्रु सृष्टि करिबा मित्र सृष्टि करिबा ताहले कौन हबो नमई ये जो शब्द न अक्षरटी माने सार्थक हम नमई केड़े सुंदर कथा भल कथा शुण भल काम कर समस्त को नहीं काम कर यही सब कथा नौटी भक्ति होची 9 प्रकार ताको आमे आ एते कहले हबनी ये गोटे गोटे कथा भागवतर गोटे गोटे उपाख्यान से कथा शुणा हेले भागवतर प्रवक्ता माने अंतत 7 दिन 9 दिन समय नियंती कहीं
এইଥିପାଇଁ ନିଅନ୍ତି। ଇଏ କଥାର ମାନେ ଏତେ ସୁନ୍ଦର ଉପାଖ୍ୟାନ ଅଛି, ତାକୁ ଶୁଣିବା ପାଇଁ ଧୈର୍ଯ୍ୟ ମଧ୍ୟ ଦରକାର। ତେବେ ସଜ୍ଜନ, ଭାଗବତର କଥାଟି କହିଲି ଭ ଆଉ ଭା। ଭ କହିଲେ ଭକ୍ତି, ଭା କହିଲେ ଭାବ। ଆପଣ ଚିନ୍ତା କଲେ ଏଇ ଦିଟା କଥା ଯାହା ଘରେ ଅଛି, ଯେଉଁ ଅଞ୍ଚଳରେ ଅଛି, ସେଠି କଣ ଅଭାବ? ରାହାମାରେ ଆଜି ସତସଙ୍ଗ ହଉଛି, 24 ପ୍ରହର ହଉଛି, ଆମେ ଭଲ କହୁ ମନ୍ଦ କହୁ, ଗୋଟେ ଭାଗବତ କଥା ହଉଛି। ଏଇ 15 ଦିନ ତଳେ ଆଉ ଗୋଟେ ସମ୍ମେଳନ ବି ଅନୁଷ୍ଠିତ ହେଇଥିଲା। ଯଦି ଏ ଅଞ୍ଚଳରେ ଭକ୍ତି ନାହିଁ କି ଭାବ ନାହିଁ, କେବେ ହେଲେ ଏ ଅଞ୍ଚଳରେ ଏତେ କଥା ହେଇପାରିବ? ଚୋରି ଡକାୟତି ହବ, ଏ କଥା ହେଇପାରିବ। ସେଇଥିପାଇଁ କହିଲେ ଏ ଭାଗବତ ଧର୍ମ ତଥା ସଜ୍ଜନ, ଏଇଠିକି ଭାଗବତ କଥା ଟିକେ କହିବି ବୋଲି ରାହାମାର ଅନେକ ଅଧିବାସୀ ମାନେ ଟିକେ ମତେ ଖୋସାମନ୍ତ କରିନାହାନ୍ତି, ଟିକେ ନିବେଦନ କଲେ, ଟିକେ ବଳିଆ ଆସିବ, ଭାଗବତ ଟିକେ କହିବ। ଦେଖନ୍ତୁ, ମୋର ମାନେ ଏତେ ଗୁଡ଼ିଏ ପ୍ରୋଗ୍ରାମ ହେଇଯାଇଛି ଯେ ମୋ କଣ୍ଠରେ ଆଉ ସ୍ୱର ନାହିଁ। ମୁଁ କହିଲି ଯଦି କହିବି, ମୁଁ ଗୋଟେ ଆଗେ ଜାଗାରେ, ନିରୋଳା ଜାଗାରେ 2 ଦିନ ଶୋଇବି, ତାପରେ କହିବି। ଆଜି ଶୋଇକିରି ଆଇବି ପାରାଦୀପ। ତେଣୁ ସଜ୍ଜନ, ତେବେ ଏଇ ଯୋଉ ପାଣି ପିଉଛି, ଏଇଟା ପାଣି ପଇଡ଼ ପାଣି। କିଏ ପିଲା ଭାବୁଥିବେ ବୋଧେ କିଛି ନିଶା ପାଣି ପିଉଛନ୍ତି କି କଣ? ନା, ଆମର ପଇଡ଼ ପାଣି। ଆମେ କୋଉଦିନ ସେ ନଡ଼ିଆ ଗଛକୁ ବଞ୍ଚେଇବା ପାଇଁ ମାଠିଆଏ ପାଣି ଦେଇଥିଲୁ, କିନ୍ତୁ ଆଜି ସେ ନଡ଼ିଆ ଗଛରେ ସେ ଋଣ ସୁଝିବା ପାଇଁ ସଲିଳମମୃତ ତୁଲ୍ୟମ୍ ଦଦ୍ଦୁରାଜୀବାନନ୍ଦ, ଅମୃତ ତୁଲ୍ୟ ପାଣି ସେ ଦେଇଛି। ଯେଉଁ ଦେଶ କ୍ଷୀର, ଦହି, ଛେନା, ସର, ଲବଣୀର ଦେଶ, ଫଳର ଦେଶ, ଆମ ଠାକୁର ରାମ ଫଳ ଖାଇ ଖାଇ 14 ବର୍ଷ ଗଲା। ଆମ ଠାକୁର କୃଷ୍ଣ ସର, ଲବଣୀ, ଦହି ଖାଉ ଖାଉ ତାଙ୍କର ବାଲ୍ୟକାଳ ଗଲା। କିନ୍ତୁ ଆପଣମାନେ କୁହନ୍ତୁ, ଆମେ କଣ ଖାଉଛୁ? ଆମେ ଯାହା ଖାଉଛୁ ଟିକେ ଏଇ ଯୋଉ କ୍ଷୀର, ଦହି, ଫହି ଜାତୀୟ ଖାଦ୍ୟ ଆଜିକାଲି ଖାଉଛନ୍ତି କି କଣ ମୁଁ କହିପାରିବିନି, କିନ୍ତୁ ପ୍ରକୃତରେ ତାଙ୍କର ଶ୍ରଦ୍ଧା ନାହିଁ। ଯଦି ଗୋଟେ ବାହାଘର ହବ, ଆମେ କହିବୁ ଆମର ଆଉ କିଛି ତରକାରୀ ଫରକାରୀ କରିବୁନି, ଆପଲ ସମସ୍ତଙ୍କୁ ଦବୁ। କେହି ଆସିବେ ବରଯାତ୍ରୀ, କଣ ତମେ ଆମକୁ ଆପଲ ଦବ, ଆମେ ଯିବୁ ତମ ଘରକୁ ବରଯାତ୍ରୀ? ତେଣୁ ସମୟ ବଳବାନ ବିତି ଯାଉଛି, ସମୟ ଚାଲି ଯାଉଛି। ତେଣୁ ରାମକୃଷ୍ଣଙ୍କର ଲୀଳା ଭୂମି ଏଇ ପବିତ୍ର ଭାରତ ବର୍ଷାନ୍ ଭାରତ ଶ୍ରେଷ୍ଠ। ଏଇ ଦେଶରେ କେତେ ମହାପୁରୁଷ ଜନ୍ମ ହେଇଛନ୍ତି। ଯୋଗୀ ଅରବିନ୍ଦ, ଦୟାନନ୍ଦ, ବ୍ରହ୍ମାନନ୍ଦ ଏଇଠି ଜନ୍ମ ହେଇଛନ୍ତି। ଅନୁକୂଳ ଚନ୍ଦ୍ର, ନିଗମାନନ୍ଦ, ପ୍ରଣବାନନ୍ଦ, ଅଚ୍ୟୁତ, ଶିଶୁ, ଅନନ୍ତ, ଯଶୋବନ୍ତ, ବଳରାମ, ଜଗନ୍ନାଥ
केते महापुरुष माने जन्म है आमको एते कथा शिखई गले किंतु आमे जोठी सही तेणु सज्जन ये लीला लगी थाऊ आपण मानक अंचल को मु तो आपण मानक अंचल मु पुणी निमंत्रण कहीं मत कर कीर्तन करी कहीं आणुन आपण लोक मोट बड़ गाड़ी आसी ये बोले था तेणु मत भारी लाज मार आ मुझे अरिल गोटे बलिया मत कहीं एत सम्मान दिया एत फुलमाल कहीं दिया सदा करी बलिया आस सदा करी बलिया विपद कह कहूँ तेणु से सदा ही सबुठारु बड़ कथा से भागवत कहले मो नाम श्रवण आज कहली न काली की कहबी म आज कहली भा काली कहबी ग यही आम 3 दिन सर एत कथा आप खाली देख शुणे यही कथा भितर आम जीवन दर्शन रही यही कथा भितर विश्व देश राज्यर कथा रही आमे जदि कहबू बलिया कही ताले माने फलटा ओल्टा हे से किए से कौन कह से कौ निर्वाचन मंडली जीति से कौन आम सरपंच ना मुनि की एमएलए की मंत्री कौन ना ना गोटे साधारण मठरे अच्छे से कथा किए शुण तेणु कथाटीए कहू कथाटीए मिछ कथा सत कथाटीए कथा एथि आपण मानू जहा कहूची ये मो कथा नुहे मो भितर आपण मानक पई जे कहला कथा सी कहउछन एथि बलिया कहउछि बोली भाबिबेन एथि बलिया माध्यम रे आपण मानक पई से वार्ता देछन तेणु सज्जन आमे कीर्तन करिबा आउ आज आउ कहि हबानी मु बहुत क्लांत आ कही बर्तमान घंटा कहली ये कौन तेणु हाँ हाँ ये जगन्नाथ दास नृसिंह कहीं कहले से काली कहबी ना आज कौन सब जगह कह नम ही नृसिंह चरण से गोटे पदरे आपन देखिए भागवतर अनेक कथा मीमांसा से माने साहित्यिक नथिले कवि नथिले जगन्नाथंकर अनुगामी माने अनुगामी थिले समुद्र कूल रे ठिया हे समुद्र को कहले हे वरुण राज आपण 7टी लहड़ी घुंची जातु मु एठी भागवत लिखी यही महापुरुष यही ओडिशा जन्म आज भी पुरी गले 7 लहड़ी मठ अच्छे जगन्नाथ दास समाधि अच्छे अभड़ा कुड़ियार घर करी तार भीतर से लिखिले भागवत यही जो
ବାୟାଙ୍କ ଉଦ୍ଦେଶ୍ୟରେ ଏଇ ଯୋଉ କଥାଟି ଆପଣମାନେ ଏଠି ଆମେ କରୁଛେ, ଇଏ ମହାପୁରୁଷଙ୍କର ଗୋଟିଏ କଥା। ପାରାଦୀପ ବନ୍ଦରକୁ ଜବାହରଲାଲ ନେହେରୁ ଉଦ୍ଘାଟନ କରିବାର ବହୁ ପୂର୍ବରୁ ନାମାଚାର୍ଯ୍ୟ ବାବା ବାୟା ଷଣ୍ଢକୁଦୁ ମୁହାଣରେ ଯଜ୍ଞ ଆଉ ନାମ କରିଥିଲେ। ସେଇ ନାମର ମହିମାରେ ଆଜି ପାରାଦୀପ ବନ୍ଦର ହେଇଛି। ଏଇ ରାହାମା ଅଞ୍ଚଳକୁ ଯେତେବେଳେ ସେ ଆଇଥିଲେ ନାମ ଯଜ୍ଞ କରିବା ପାଇଁ, କଳସ ବୁଡ଼ିବା ପାଇଁ ପାଣି ମନା କଲେ। ଆମ କୂଅରୁ କେହି ପାଣି ନବନି। ଏଇଠି କୋଉଠି ମୁଁ ଜାଣିନି, ସେ କୂଅଟାକୁ ଦେଖିଥିଲି। ବାୟା କହିଲେ ଏଇଠି ଖୋଳ। ସେଇ ପାଣି, ସେଇ କୂଅର ପାଣି ବହୁତ ଦିନ ପର୍ଯ୍ୟନ୍ତ ଏ ରାହାମା ହାଟର ଲୋକମାନେ ବ୍ୟବହାର କଲେ। ଏଇଠି ଆଶ୍ରମ ବାଲିକୁଦା ପାଖରେ ଗୋଟେ ନୁଣିଆ ନଈକୁ ସେ ମଧୁର କରିଦେଇ ଯାଇଛନ୍ତି। ତେଣୁ ସେ ସବୁ କଥାକୁ ମନେ ପକେଇଲେ ବହୁତ କଥା। ତେଣୁ ଆଜିକାଲି ସେଭଳି ମହାପୁରୁଷ ଯେ ନଥିବେ ମୁଁ କହୁନି, କିନ୍ତୁ ଆମେ ଯେଉଁମାନଙ୍କୁ ଭଲ ପାଉଛୁ ସେମାନଙ୍କର କୀର୍ତ୍ତି ଗାରିମା ହେଉଛି ସବୁଠାରୁ ବଡ଼ କଥା। ଆପଣମାନେ ଗୋଟେ ବଳିଆ ଆଇଲା ଗୋଟେ ଭଲ ସୁଯୋଗ ନା, ବଳିଆ ପାଇଁ ମୋ ଅଞ୍ଚଳର ଲୋକମାନେ ଭକ୍ତମାନେ ଏକତ୍ର ହେଲେ ବଳିଆ ଆପଣମାନଙ୍କୁ ନମସ୍କାର କରୁଛି। ମୁଁ ନିଜକୁ ଭାଗ୍ୟବାନ ବୋଲି ମନେ କରୁଛି। ମୋ କଥାକୁ ଆପଣମାନେ ଶୁଣିବା ପାଇଁ ଏଠି ବସିଛନ୍ତି। ପାଗ ଠିକ ରହିଲେ ଆଉ 2 ଦିନ ଆମର ଆନନ୍ଦରେ ଯିବ। ଆଉ ଯଦି ତାଙ୍କ ଇଚ୍ଛା ନଥିବ ଯାହା କରିବେ କରିବେ, ମତେ କେହି ଶୋଧିବ। ତେବେ ସଜ୍ଜନ କଥାଟି ଏଠି ରଖିବା। ମନେ ରଖିଥିବେ, କାଲି କହିବି ମ ଆଉ ଗ, ଏଇ ତତ୍ତ୍ୱ ଭିତରେ ଭାଗବତ ଅଛି। ଏଇଠି ମୋର ପୁତ୍ର, ମୁଁ ଯାହାଙ୍କୁ ପୁଅ ବୋଲି ଭାବେ, ସେ ସନ୍ନ୍ୟାସ ହେଇଯାଇଛନ୍ତି ସମୀର ସତ୍ୟାନନ୍ଦ। ଭାଗବତ ବହୁତ ଥର କହିଛନ୍ତି, ମୁଁ ଶୁଣିଛି। ତେଣୁ ସଜ୍ଜନ ସମସ୍ତେ ଆମର, ଆମେ ସମସ୍ତେ ଆମର ଯେଉଁମାନେ ଏଇଥରକ ସବୁ କାର୍ଯ୍ୟକ୍ରମ କରିଛନ୍ତି, ମୁଁ କାଲି ତାଙ୍କ କଥା ସବୁ କହିବି। ଆଜି ତ ଏଠି ଆମ ଶିଶିର ବାବୁ ଏଠି ତ କହିଗଲେ ବଳିଆ କାହିଁକି କହିଲା। ଏଠି ତ ଆମର ସୁନାକର ବାବୁ ବସିଛନ୍ତି, ବୁଲୁ ନନା ବସିଛନ୍ତି, ଏଠି ତ ରାହାମା ଅଞ୍ଚଳର ବହୁ ବିଜ୍ଞମାନେ ବସିଛନ୍ତି। କ'ଣ କେଉଁ କଥା କହିବ? ଇଏ ହାଟ, ଇଏ କଲେଜ ପଡ଼ିଆ ଆଜି ବୈକୁଣ୍ଠରେ ପରିଣତ ହେଇଛି। ସେଥିପାଇଁ ଏ ମାଟିକି ନମସ୍କାର କରୁଛି। ଆପଣମାନେ କୀର୍ତ୍ତନ କରନ୍ତୁ, ମୁଁ ଫେରିଯିବି, ପୁଣି ଆସିବି।
सज्जन आपण सूचना समस्त नामर प्रसाद